ମୋ ଭାଇରେ ଭାଇ ମୁଁ ଆଜି ଆମ ଚୌଧୁରୀ ଟିକରପଡ଼ା ଗୁପ୍ତେଶ୍ୱର ମନ୍ଦିରକୁ ଆସିଲି। ଭାଇ ସେଇଦିନ ତ ଭାଇ ମୁଁ କିଛି କହିପାରିନଥିଲି, କାହିଁକିନା ବର୍ଷା ହେଇଯିବା ଯୋଗୁଁ ସେଇଠି ମୁଁ କିଛି କହିପାରିନଥିଲି। ଆପଣମାନଙ୍କୁ ଆଜି ଏମିତି ଗୋଟେ ଭାଇ ଜାଗା ଦେଖେଇବି, ମାନେ ସେଇଠି କିଛି ରହସ୍ୟ ଲୁଚି ରହିଛି। ମୁଁ ସେଇଟା ଜାଣିବା ପାଇଁ ଆଉଛି ମୋ ଭାଇ। ସେଇଠିର ରହସ୍ୟ ମୁଁ ଯେମିତି ହେଲେ ଜାଣିବି। ଭାଇ ତା ପୂର୍ବରୁ ଆପଣମାନଙ୍କୁ ଦେଖେଇଦେବି। ଭାଇ ଏଇଟା ତ ଆପଣମାନେ ଶିବ ମନ୍ଦିରଟା ଜାଣିଥିବେ, ଆମ ଗୁପ୍ତେଶ୍ୱର ଶିବ ମନ୍ଦିର। ଭାଇ ଏଇ ଯେଉଁ ହାତୀ ପଥର ଭାଇ ଯେଉଁ ଦେଖାଯାଉଛି ଭାଇ ସେ କୋଣକୁ, ସେଇ ଯେଉଁ ହାତୀ ପଥର ପାଖକୁ ମୁଁ ଏବେ ଯିବି। ଭାଇ ସେଇଠି ଗୋଟେ ରହସ୍ୟ ଭାଇ ଲୁକି ରହିଛି, ମାନେ ହାତୀ ପଥର ମୁଁ ବି ଜାଣିନି ଭାଇ। ଲୋକମାନେ କହୁଛନ୍ତି କି ଏଇଠି କ'ଣ ଅଛି ବୋଲିକି ସବୁ କହୁଛନ୍ତି। ଭାଇ ମୁଁ ସେଇଟା ଜାଣିବାକୁ ଚାହୁଁଛି, କାହିଁକିନା ଭାଇ ଆପଣମାନଙ୍କୁ ଖାସ୍ କରି ଦେଖେଇଦେବି। ସେଥିପାଇଁ ମୁଁ ଏ କଥାଟା କ'ଣ ସେଇଠି କ'ଣ ଅଛି କ'ଣ ନାହିଁ ସବୁ ଆପଣମାନଙ୍କୁ ମୁଁ ଜାଣିବାକୁ ଚାହୁଁଛି। ତା ପୂର୍ବରୁ ଭାଇ ଆମ ଶିବ ମହାପୁରୁ, ମାନେ ଆମ ଶିବ ମହାପୁରୁ ଏଇଠି ଭାଇ ଗୋଟେ ଜାଗା ଅଛି। ଏଇ ଜାଗାଟାରେ ଆସିକି ତାଣ୍ଡବ କରୁଛନ୍ତି ଭାଇ। ସେ ଜାଗାଟା ବି ଆପଣମାନଙ୍କୁ ପୁରା ଦେଖେଇଦେବି। ତ ଚାଲନ୍ତୁ ମୋ ଭାଇ ଦେଖେଇଦେବି। এই ଜାଗାଟାରେ ଭାଇ ଆମ ଶିବ ମହାପୁରୁ, ଯିଏକି ଶିବ ଶଙ୍କର, ତାଙ୍କେ ଆସିକି ତାଣ୍ଡବ କରୁଛନ୍ତି ଭାଇ। ତ ଚାଲନ୍ତୁ ଭାଇ ଏଇ ଯେଉଁ ଏଇ ଖସଡ଼ାଟା ଆପଣମାନେ ଦେଖିପାରୁଥିବେ, ଏଇ ଖସଡ଼ା ଦେଖନ୍ତୁ। ଏଇ ବିଲ ସାଇଡ଼ରେ ଯେଉଁ ଖସଡ଼ାଟା ଅଛି, ଏଇ ଖସଡ଼ା ପାଖରେ ଆସିକିରି ଶିବ ମହାପୁରୁ ତାଣ୍ଡବ କରୁଛନ୍ତି ଭାଇ। ମୁଁ ଶୁଣିଲି ମୋ ଭାଇ, ଆପଣମାନଙ୍କୁ ସେଥିପାଇଁ ଏଇଟା ସତ ନା ମିଛ ଆପଣମାନଙ୍କୁ ଖାଲି ଦେଖେଇଦେବା ଭାଇ। ଭାଇ ମୁଁ ଆସିଥିଲି ଭାଇ, ଆଜି ଆମେ କୋରାଳ ଡ୍ୟାମ୍ ଯିବାର ପ୍ଲାନିଂ ଥିଲା, କାହିଁକିନା ଭାଇ ଗାଡ଼ି ଖରାପ ହୋଇଯିବା ଯୋଗୁଁ ଆମେ ଗୁପ୍ତେଶ୍ୱର ପଳେଇ ଆସିଲୁ। ତ ଭାଇ ଚାଲନ୍ତୁ ଆପଣମାନଙ୍କୁ ସେ ହାତୀ ପଥର ପାଖକୁ ନେଇକି ଆପଣମାନଙ୍କୁ ଦେଖେଇଦେବି ଭାଇ। ତ ଚାଲ ମୋ ଭାଇ। ଭାଇ ଏଇଠି ଭାଇ କେତେ କାଦ ଦେଖନ୍ତୁ, ଦେଖିପାରୁଥିବେ ଭାଇ କେତେ କାଦ। ଆପଣମାନେ ଟିକେ ଦେଖନ୍ତୁ, ମାନେ କେମିତି ଯିବାକୁ ଆପଣମାନେ ଟିକେ ଦେଖନ୍ତୁ। ଦେଖିଲେ ଭାଇ ଏମିତି କାଦରେ ମୁଁ ଆପଣମାନଙ୍କ ପାଇଁ ଖାସ୍ କରି ଆପଣମାନଙ୍କ ପାଇଁ ଦେଖେଇ ଦେବାକୁ ଚାହୁଁଛି ଭାଇ। ଦି କାନି ବିଲ ଆପଣମାନେ ସବୁ ଦେଖିପାରୁଥିବେ। ହାତୀ ପଥରଟା ଦେଉଛି ଦେଖନ୍ତୁ, ଏଇଟା ସେ ତଳଟା ହାତୀ ପଥରଟା। ତ ଚାଲନ୍ତୁ ଆଉ ଡେରି କରିବାନି, କାହିଁକିନା ଭାଇ ସେପଟେ ଇନଷ୍ଟାଗ୍ରାମ ପାଇଁ ବି ଭାଇ ଆଉ ଗୋଟେ ଭିଡ଼ିଓ କରିବାର ଅଛି ଆମ ଶିବ ବାବାଙ୍କ ପାଖରେ। ତ ଚାଲନ୍ତୁ ଆପଣମାନଙ୍କୁ ଦେଖେଇଦେବି। ଆପଣମାନଙ୍କର ଭାଇ ବିଶ୍ୱାସ ହେଉନି ଭାଇ। ଭାଇ ମୋର ହେଲେ ଭାଇ ବିଶ୍ୱାସ ହେଉନଥିଲା। ମୋତେ ଜଣେ ଲୋକ ଏମିତି କହୁଥିଲା, ବାରମ୍ବାର କହୁଥିଲା, ଭାଇ ତୁ ଭିଡ଼ିଓ ବନାଉଛୁ, ହାତୀ ପଥର ପାଖକୁ ଯାଇକି ବନା। ମାନେ ଏଇଠି କ'ଣ ରହସ୍ୟଟା ଅଛି ଭାଇ, ମୁଁ ସେଇଟା ଆଗେ ଆପଣମାନଙ୍କୁ ଖାଲି ଦେଖେଇଦେବି ଭାଇ। ହୁଏତ ମୁଁ ଏବେ କିଛି ଜାଣିନି ଭାଇ, ଆପଣମାନଙ୍କୁ ଧୀରେ ଧୀରେ ଡିଟେଲ୍ସ କିଛି ଦେଖେଇଦେବି। ଏଇ ମାସ ଲାଷ୍ଟ ଭିତରେ ଆପଣମାନଙ୍କୁ ଦେଖେଇଦେବି। ଏଇ ମାସ ତ ଲାଷ୍ଟର, ଆଜି ତ ଭାଇ 30 ତାରିଖ ହୋଇଗଲାଣି। ଆପଣମାନଙ୍କୁ ଦେଖେଇଦେବି ଭାଇ। ମୁଁ ହାତୀ ପଥର ପାଖକୁ ପଳେଇ ଆସିଲି। ତ ଚାଲନ୍ତୁ ଏବେ ପୁରା ଭିତରକୁ ଯିବା, ଆପଣମାନଙ୍କୁ ଦେଖେଇଦେବି। ମୋ ଭାଇରେ ହାତୀ ପଥର ପାଖକୁ ପଳେଇ ଆସିଲି। ଏ ଦେଖ ଭାଇ, ଏ ଯେଉଁ ଖଜୁରୀ ଗଛଟା ଦେଉଛି, ଏଇ ଖଜୁରୀ ଗଛ ପାଖରେ ଯେଉଁ ପଥରଟା ଅଛି ଭାଇ, ସେଇଟା ହାତୀ ପଥର ଭାଇ। ଏଇଠି ମାନେ ମୁଁ କ'ଣ ଭାଇ ଏଇଠିକି ଆସିଲି, ଆପଣମାନଙ୍କୁ ଭାଇ ଡିଟେଲ୍ସ ସବୁ କଥା କହିଦେଉଛି ଭାଇ। ଏଇଠି ମାନେ ମୁଁ ଏତିକି ଆକା ଭାଇ ଆପଣମାନଙ୍କୁ ଯେତିକି ଜାଣିଛି ମୁଁ ସେତିକି ଆକା କହିପାରିବି, କାହିଁକିନା ଭାଇ ଦେଖନ୍ତୁ ଆପଣମାନେ ଏଇ ଯେଉଁ ପଥରଟା ଦେଖିପାରୁଥିବେ, ଏଇଟା ହାତୀ ପଥରଟା ଭାଇ। ମୁଁ କ'ଣ କହୁଥିଲି ବେଲେ, ଏଇଠି ମୁଁ ଏମିତି ଗୋଟେ ରହସ୍ୟ କଥା ଶୁଣିଲି ଭାଇ। ଏଇଠି ମାନେ ଏଇ ପଥରଟା ଯେଉଁ ଆପଣମାନେ ଦେଖିପାରୁଥିବେ, ଏଇ ପୁରା ପଥରଟା ଆପଣମାନେ ଯେଉଁ ଦେଖିପାରୁଥିବେ, ଏଇଟା ଭାଇ ହାତୀ ପରିଆ, ମାନେ ଦିଟ ଗୋଟେ ହାତୀ ପରିଆ ଭାଇ ପଥରଟା। ମାନେ ତା ମୁଣ୍ଡରେ ଭାଇ ହାତୀର ଯେଉଁ ସେଇଠି ଯେଉଁ କଟା ହେଇଛି ଭାଇ, ଦେଖନ୍ତୁ ଆପଣମାନେ ଦେଖିପାରୁଥିବେ, ସେଇଠି ଯେଉଁ କଟା ହେଇଛି ସେଇଟା ହାତୀର ମୁଣ୍ଡଟା ଗୋଟେ, ମାନେ ପଥରରେ ହାତୀର ଚିହ୍ନଟା ଗୋଟେ ବନା ହେଇଛି। ମାନେ ଏଇଟା ତ ଆମେ କିଏ ବନେଇ ପାରିବାନି, ତା ସେ ଏମିତି ବନା ହେଇଛି। ଏଇଠି ଭଗବାନ ରହୁଥିଲେ, ମାନେ ଭଗବାନ, ଆମ ଗଣେଶ ଭଗବାନ ଏଇଠି ରହୁଥିଲେ। ଯେତେବେଳେ ଆପଣମାନେ ସବୁ ଜାଣିପାରୁଥିବେ ଭଗବାନ ବେଲେ ଗଣେଶ ମହାପ୍ରଭୁଙ୍କ କଥା, ଆପଣମାନେ ତ ସବୁ କିଛି ଜାଣିପାରୁଥିବେ ଭାଇ। ମୁଁ
ଆଉ ଟିକେ ଉପରକୁ ପଳେଇ ଆସିଲି ହାତୀ ପଥରଟା ପୁରା ଧୋଇବ ବୋଲିକି। ଦେଖନ୍ତୁ ମୋ ଭାଇ ମୋ ଯେଉଁ ମୁଣ୍ଡ ସିଧା ଭାଇ ଗୋଟେ ଯେଉଁ ପଥରଟା ଦେଉଛି ସେଇଟା ହେଉଛି ହାତୀ ପଥର। ମୁଁ ଏଇଠିର ରହସ୍ୟଟା ଆଜ୍ଞା ଭାଇ ଜାଣିବାକୁ ଆଇଲି। ସେ ଉପରକୁ ଭାଇ ଚଢ଼ିଲେ ହେବ ଯେ ଭାଇ ମୁଁ ଏବେ ଚଢ଼ିବିନି, କାହିଁକିନା ଭାଇ ଡେଞ୍ଜର ଅଛି। ସେଇ ଯେଉଁ ପଥରଟା ଭାଇ ଯେଉଁ ଗଡ଼ିକି ପଡ଼ୁଛି ଯେଉଁ ସେଇଟା ହାତୀର ମୁଣ୍ଡଟା ଭାଇ, ମାନେ ହାତୀ ପଥର ମୁଣ୍ଡଟା ଏ ଜାଗାକୁ ହାତୀ ପଥର କୁହାଯାଉଛି। ଭାଇ ମୁଁ ଏଇଠି ଶୁଣିବାକୁ ମୁଁ ଏତିକି ଏକା ଆପଣମାନଙ୍କୁ ଡିଟେଲ୍ସ କିଛି କହିଦେଉଛି ଯେ ଟିକେ ଭୁଲ ଥିଲେ ଭାଇ ମୋତେ କ୍ଷମା କରିଦେବେ, କାହିଁକିନା ଭାଇ ମୋର ଟିକେ ପାଟି ଲାଗୁଛି, ଆପଣମାନେ ସବୁ ଜାଣିପାରୁଥିବେ। ଏଇଠି ଯେଉଁ ଭାଇ ଏଇଠି ଯେଉଁ କଟା ହେଇଛି ଏଇ ଯେଉଁ କଟା ହେଇଛି ପଥରଟା, ଏଇ ପଥରଟା ମାନେ ହାତୀର ଡିଟୋ ହାତୀ ବିରି ଦେଉଥିଲା। ଏଇ ହାତୀ ପଥରରେ ଭାଇ ମାନେ ପୂଜା ଭିନି ହେଉଥିଲା। ଏଇଠି ଗଣେଶ ମହାପ୍ରଭୁ ଆସିକିରି ନିଜେ ଭାଇ ବାସ କରୁଥିଲେ। ଆଉ ଆପଣମାନଙ୍କୁ ସେଇ ଜାଗାଟା ଯେଉଁ ଦେଖେଇଲି, ସେତେବେଳେ ଯେଉଁ ଖସଡ଼ା ଯେଉଁ ଦେଖେଇଲି, ଯେଉଁ ବିଲଟା ପରେ ଦେଖନ୍ତୁ ସେ ଯେଉଁ ଖସଡ଼ାଟା ଯେଉଁ ଦେଖେଇଲି, ସେଇଠି ନିଜେ ଶିବ ମହାପ୍ରଭୁ ନିଜେ ଆସିକିରି ଭାଇ ତାଣ୍ଡବ କରୁଛନ୍ତି। ମୁଁ ତ ଭାଇ ସିଓର ହେଇନି, କାହିଁକିନା ମୁଁ କେବେ ଦେଖିନି, ହେଲେ ଭାଇ ମୁଁ ଆପଣମାନଙ୍କୁ ଡିଟେଲ୍ସ କିଛି ଆପଣମାନଙ୍କୁ କହିବି ଭାଇ। ଆପଣମାନେ ସବୁ ବ୍ଲଗ୍ ଭିଡ଼ିଓ ମୋର ଦେଖନ୍ତୁ, ମୋର ୟୁଟ୍ୟୁବ୍ ଚ୍ୟାନେଲ୍କୁ ଯାଇକିରି ଆପଣମାନେ ସବୁ ଦେଖନ୍ତୁ ମୋର ବ୍ଲଗ୍ ଭିଡ଼ିଓ। ଆପଣମାନେ ସବୁ କିଛି ଡିଟେଲ୍ କିଛି ଜାଣିପାରିବେ। ମୁଁ ପ୍ରତିଦିନ ଏମିତି ନୂଆ ନୂଆ ଭିଡ଼ିଓ ଯାକ ଛାଡ଼ୁଥିବି, ଆପଣମାନେ ସବୁ ଡିଟେଲ୍ସ କିଛି ସବୁ ଦେଖିପାରିବେ। ଦେଖନ୍ତୁ ମୁଁ ପୁରା ପର୍ବତ ସାଇଡ଼୍ରେ ଅଛି, ଆପଣମାନେ ପୁରା ଦେଖିପାରୁଥିବେ। ଏପଟେ ପୁରା ପର୍ବତ ଏପଟେ ଆପଣମାନେ ସବୁ ଦେଖିପାରୁଥିବେ। ଭାଇ ଟିକେ ବ୍ଲାକ୍ ଦୁଶୁଛି ନା, ଦେଖନ୍ତୁ ମୋ ଭାଇ ପୁରା ଆପଣମାନେ ଦେଖିପାରୁଥିବେ। ତ ଭାଇ ମୁଁ ଆପଣମାନଙ୍କୁ ଆଉ କିଛି କହିବାକୁ ଚାହୁଁନି, କାହିଁକିନା ଭାଇ ସେପଟେ ଲେଟ୍ ହେଲାଣି, ଇନଷ୍ଟାଗ୍ରାମ୍ ଭିଡ଼ିଓ ବନେଇବ ଆହୁରି। ତ ଭାଇ ରଖିଲି ଆପଣମାନଙ୍କୁ, ଯେମିତି ହେଲେ ଭାଇ ଆପଣମାନଙ୍କୁ ଏଠିର ରହସ୍ୟ କଥା କହିବି, ଏବଂ ଶିବ ମହାପ୍ରଭୁ ଯେଉଁ ତାଣ୍ଡବ କରୁଥିଲେ ସେଇଟା ହେଲେ କହିବି, ସତ ନା ମିଛ ବୋଲିକି। ତ ରହିଲି ମୋ ଭାଇ, ଜୟ ଶିବ ମୋ ଭାଇ।